ଯେଉଁଠି ସେଠି ମନ ଇଚ୍ଛା ପାଣି ପିଇବା ଉଚିତ ନୁହେଁ। ଅନ୍ୟର ଅଇଁଠା ପାଣି, ଗୋଡ଼ ଧୁଆ ପାଣି, ଗାଧୁଆ ପାଣି, ସନ୍ଧ୍ୟା ପୂଜାରେ ବ୍ୟବହୃତ ପାଣି ପିଇବା ଅନୁଚିତ। ଏସବୁ କଥା ଆମେ କହୁନାହୁଁ, ଶାସ୍ତ୍ରରେ କୁହାଯାଇଛି। ତେବେ ଚାଣକ୍ୟଙ୍କ ମତରେ ଅର୍ଥାତ୍ କେହି ଜଣେ ପାଣି ପିଇବା ପରେ ବଳିଥିବା ପାଣି ବା ଅଇଁଠା ପାଣି ପିଇବା ନାହିଁ। ଅନ୍ୟ ପାଟିର ଲାଳ ସେହି ପାଣିରେ ବା ପାତ୍ରର ଫନ୍ଦରେ ଲାଗିଯାଇଥାଇପାରେ। ସେଥିରେ ଥିବା ରୋଗକାରକ ଜୀବାଣୁ ଆମ ଦେହକୁ ସଂକ୍ରମିତ ହୋଇପାରେ। ତେଣୁ ଘରେ ବା ବାହାରେ ପାଣି ଗ୍ଲାସ୍ ବା ବୋତଲ ସବୁବେଳେ ଟେକି ପିଇବା ଉଚିତ। ସେହିପରି ଅନ୍ୟର ଗାଧୁଆ ଓ ଗୋଡ଼ ଧୁଆ ପାଣିରେ ବି ରୋଗ ଜୀବାଣୁ ସଂକ୍ରମିତ ହୋଇପାରନ୍ତି। ସନ୍ଧ୍ୟା ଶେଷ କହିଲେ ସନ୍ଧ୍ୟା ସମୟରେ ପୂଜା ଅର୍ଚ୍ଚନା, ପ୍ରାର୍ଥନା, ଜପ ଇତ୍ୟାଦି ସମୟରେ ଆଚମନାଦି କାର୍ଯ୍ୟରେ ବ୍ୟବହୃତ ଜଳର ଅବଶିଷ୍ଟାଂଶକୁ ବୁଝାଏ। ଏହି ଜଳରେ ହାତ ବୁଡ଼ା ଯାଉଥିବାରୁ ତାହା ପାନ ଉପଯୋଗୀ ନୁହେଁ। ତେଣୁ ଏହି ଅପବିତ୍ର ଜଳ ପାନ କଲେ ଚନ୍ଦ୍ରାୟଣ ବ୍ରତ କରି ପ୍ରାୟଶ୍ଚିତ କରିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି। ଜଳ ହିଁ ଜୀବନ, ଯାହାର ଅଭାବରେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ। ଆବଶ୍ୟକତା ଠାରୁ କମ୍ ପାଣି ପିଉଥିବା ଲୋକମାନଙ୍କର ଜଳଶୂନ୍ୟତା, ଶରୀରର ତାପମାତ୍ରା ବୃଦ୍ଧି, କିଡ୍ନି ସମସ୍ୟା, ପରିସ୍ରା ପୋଡ଼ା, ହଳଦିଆ ପରିସ୍ରା, ଲୋ ପ୍ରେସର, ବଦହଜମି, କ୍ଷୁଧା ମାନ୍ଦ୍ୟ, ଆଲର୍ଜି ଏଭଳି ଅନେକ ରୋଗ ହୋଇଥାଏ। ଗବେଷକମାନେ ପ୍ରତିଦିନ 3 ରୁ 4 ଲିଟର ଜଳପାନର ପରାମର୍ଶ ଦେଇଛନ୍ତି। ପାନୀୟ ଭିତରେ ବିଶୁଦ୍ଧ ପାନୀୟ ଜଳ ହିଁ ଶ୍ରେଷ୍ଠ। ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରୁଥିବା ବ୍ୟକ୍ତି ମଦ, ମୃଦ ପାନୀୟ ଆଦି ସମ୍ପୂର୍ଣ୍ଣ ବର୍ଜନ କରିବା ସହ ଚା, କଫି ଯେତେ କମ୍ ପିଇବେ ସେତେ ଭଲ। ବ୍ୟୁରୋ ରିପୋର୍ଟ, SCTV ଓଡ଼ିଆ।